ନେହେରୁ ଯେତେବେଳେ ନୂଆ ନୂଆ ପ୍ରଧାନମନ୍ତ୍ରୀ ହୋଇଥିଲେ ସେତେବେଳେ ସେ ଜାଣିବାକୁ ପାଇଥିଲେ କି ବାବର ମସଜିଦ ଭିତରେ ରାମଙ୍କର ମୂର୍ତ୍ତି ଅଛି। ତାକୁ ସେ ହଟେଇବା ପାଇଁ ତାଙ୍କ ପ୍ରାଣପଣ ଚେଷ୍ଟା କରିଥିଲେ ଏବଂ ସେ ପ୍ରଥମେ କ'ଣ କରିଥିଲେ ନା ସେଠାକାର ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରିକି ସେଠାରୁ ମୂର୍ତ୍ତି କାଢିବା ପାଇଁ ଆଦେଶ ଦେଇଥିଲେ। ତାପରେ ପରେ ମୁଖ୍ୟମନ୍ତ୍ରୀ କ'ଣ କଲେ ନା ସେଟା ସେଇ ଏରିଆରେ ଦୁଇ ଜଣ କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ସେଠାରୁ ସେ ରାମ ମନ୍ଦିରର ମୂର୍ତ୍ତିଟିକୁ ରାମଙ୍କର ମୂର୍ତ୍ତିକୁ ହଟେଇବା ପାଇଁ ମସଜିଦ ଭିତରୁ। ସେତେବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ କିଏ ଗୋବିନ୍ଦ ବଲ୍ଲଭ ପନ୍ଥ। ଆଉ ସେ କଲେକ୍ଟରଙ୍କୁ ଫୋନ ମାଧ୍ୟମରେ ସେ ମୂର୍ତ୍ତିକୁ ହଟେଇବା ପାଇଁ ଯେତେବେଳେ ଆଦେଶ ଦେଲେ ସେତେବେଳେ ଥିଲେ କଲେକ୍ଟର କେ ନାୟର ଆଉ ଜଣେ ଅଫିସର ଠାକୁର ଗୁରୁଦତ୍ତ ସିଂ। ଏ ଦି ଜଣ ଅଫିସରଙ୍କୁ କୁହାଗଲା କି ତୁମେ ସେଠାରୁ ମୂର୍ତ୍ତି ହଟାଅ, କିନ୍ତୁ ସେମାନେ ମୂର୍ତ୍ତି ହଟେଇବା ପାଇଁ ମନା କଲେ। କାରଣ ମୂର୍ତ୍ତି ହଟାଇଥିଲେ ସେଠି କେତେ ଲୋକ ଯେ ମରିଥାନ୍ତେ, କେତେ ଯେ ଗଣ୍ଡଗୋଳ ହୋଇଥାନ୍ତା ଏବଂ କେତେ ମାନେ ଅଶାନ୍ତି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଇଥାନ୍ତା ତାହା ସେ ଦୁଇ ଜଣ ଅନୁମାନ କରିଥିଲେ। ଏବଂ ସେ ଯେହେତୁ ଦୁଇ ଜଣ ହିନ୍ଦୁ ଥିଲେ ତେଣୁକରି ସେମାନେ ସେଠାରୁ ମୂର୍ତ୍ତି କାଢି ନଥିଲେ ଏବଂ ନିଜେ ମଧ୍ୟ ରିଜାଇନ ଦେଇଥିଲେ, କିନ୍ତୁ ସେଠାରୁ ମୂର୍ତ୍ତି ହଟାଇ ନଥିଲେ। ପ୍ରଥମେ କାର ସେବକ ମାଧ୍ୟମରେ କାର ସେବକ ଏଇ ଦୁଇ ଜଣ ହିଁ ଥିଲେ, କେ ନାୟର, ଗୁରୁଦତ୍ତ ସିଂ। ଭିଡିଓଟି କେମିତି ଲାଗିଲା ଲାଇକ୍ କରିବେ, ସେୟାର କରିବେ ଏବଂ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ।